ଅସହ୍ୟ ଗରମ ତାପମାତ୍ରା ବଢ଼ିବାରେ ଲାଗିଛି। ଚାରିଆଡ଼େ ଶୁଖି ଠାଏ ଠାଏ ହୋଇଗଲାଣି। ଟୋପାଏ ପାଣି ପାଇଁ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି। ଟିକେ ଟିକେ ଚଢ଼େଇମାନେ, ସାନ ସାନ ଜୀବମାନେ ପାଣି ପାଇଁ ବିକଳ ହେଉଛନ୍ତି। ଏ ଗ୍ରୀଷ୍ମ ରକ୍ଷା କରିବା ପାଇଁ ଆସନ୍ତୁ, ସେଇମାନଙ୍କ ପାଇଁ ଗୋଟାଏ ପାଦ ଆଗେଇବା। ଫାଙ୍କା ଜାଗାରେ ପ୍ଲାଷ୍ଟିକ ବୋତଲରେ ହେଉ କିମ୍ବା ମାଟି ପାତ୍ରରେ ହେଉ ପାଣିର ଭର୍ତ୍ତିକୁ ରଖିଦିଅନ୍ତୁ। ଏ ଗ୍ରୀଷ୍ମ ପ୍ରବାହରୁ ବଞ୍ଚିବା ପାଇଁ, ନିଜ ତୁଷା ମେଣ୍ଟାଇବା ପାଇଁ ସେ ଟିକେ ଟିକେ ଜୀବମାନେ, ଚଢ଼େଇମାନେ ହୁଏତ ପାଣି ପିଇ ନିଜ ଜୀବନ ଧାରଣ କରିପାରିବେ। ଜଳପରା ଜୀବନ, ତା ବିନା ସୃଷ୍ଟି ଅସମ୍ଭବ। ତେଣୁ ସେ ଜଳଦାନ କରି ନିଜକୁ କୃତାର୍ଥ ମନେ କରନ୍ତୁ, ଯେ ପ୍ରକୃତିର ସେ ସାନ ସାନ ଜୀବମାନେ ଆପଣମାନଙ୍କ ସହ ବଞ୍ଚିପାରିବେ, ଅଧିକାର ପାଆନ୍ତୁ। ତେଣୁ ଆସନ୍ତୁ ଆଜି ଶପଥ ନେବା, ଏ ଗ୍ରୀଷ୍ମରୁ କିଛି ଜୀବମାନଙ୍କୁ ବଞ୍ଚାଇବା ପାଇଁ ପ୍ରକୃତିର କୋଳରେ ଫାଙ୍କା ଜାଗାରେ ପ୍ଲାଷ୍ଟିକ ବୋଟଲରେ ହେଉ, ମାଟି ପାତ୍ରରେ ହେଉ ଟୋପାଏ ଲେଖାଏଁ ପାଣି ରଖିଦେବା। ସେହି ପାଣି ପ୍ରକୃତିର ଜୀବନକୁ ବଞ୍ଚାଇବା ପାଇଁ ସାହାଯ୍ୟ କରିବ। ଧନ୍ୟବାଦ।